ସରଳ ଆକୃତିର ସୀମା ଭାଗ 1 ବାଉଣ୍ଡ୍ରି ଅଫ୍ ସିମ୍ପଲ୍ ସେପ୍ସ ପାର୍ଟ 1। ଏହି ଭିଡିଓରେ ତୁମେ ଜାଣିବ ଯେ ସୀମା କ'ଣ ଅଟେ ଏବଂ କୌଣସି ଆକୃତିର ସୀମାକୁ କାହିଁକି ଓ କିପରି ମାପ କରାଯାଇଥାଏ। ବାପା ମୋ ସହିତ ଖେଳିବାକୁ ଚାଲ। ଟିକେ ଖାଲି ଏଇ ହିସାବ କରିଦିଏ, ତାପରେ ତମ ସହିତ ଖେଳିବାକୁ ଯିବି। ତମେ କାହାର ହିସାବ କରୁଛ? ମୁଁ ଆମର କ୍ଷେତର ସୀମାର ଲମ୍ବକୁ ଜାଣିବାକୁ ଚେଷ୍ଟା କରୁଛି। ସୀମାର ଲମ୍ବ? ଏ ସୀମା କ'ଣ ଅଟେ? ତେବେ ତ ସୀମାର ଲମ୍ବକୁ ହିସାବ କରିବାରେ ତୁମେ ତ ମୋତେ ସାହାଯ୍ୟ କରିପାରିବ। ବସ, ତାପରେ କହିବି। ବସିଲି, ଏବେ କୁହ। କୌଣସି ଆକୃତିର ସମସ୍ତ ପାର୍ଶ୍ୱର ରେଖା ଯାହା ଆକୃତିର ସୀମା ବା ବାଉଣ୍ଡ୍ରି କରିଥାଏ, ତାହାକୁ ସେହି ଆକୃତିର ସୀମା କୁହାଯାଏ। ମୁଁ ବୁଝିପାରିଲିନି। ମୁଁ ତମକୁ କ୍ଷେତର ସୀମା ଦେଖଉଛି। ଏହାପରେ ତୁମେ ସହଜରେ ବୁଝିଯାଇପାରିବ। ଦେଖ, ଏହା ଆମର କ୍ଷେତ ଅଟେ। ଦେଖ, ଏହି କ୍ଷେତର ଚାରିପାର୍ଶ୍ୱର ରେଖା ଏହା ଅଟେ। ଏହି ରେଖା ଏହି କ୍ଷେତର ପାର୍ଶ୍ୱକୁ ଦର୍ଶାଉଛି। ତେଣୁ ଏହି ରେଖା ଏହି କ୍ଷେତର ସୀମା ଅଟେ। ଏବେ ବୁଝିଲ? ହଁ, ଏବେ ବୁଝିପାରିଲି। କୌଣସି ଆକୃତିର ପାର୍ଶ୍ୱକୁ ତାହାର ସୀମା କୁହାଯାଏ। ହଁ, ଏବଂ ମୁଁ ଏହି କ୍ଷେତର ସୀମାର ଲମ୍ବ ହିସାବ କରୁଛି। ଏହା ତ ସହଜ ଅଟେ। ତମେ ଏହି ସୀମାର ସମସ୍ତ ପାର୍ଶ୍ୱର ରେଖାର ଲମ୍ବକୁ ମିଶାଇ ଦିଅ। ସୀମାର ସମୁଦାୟ ଲମ୍ବ ଜଣାପଡ଼ିଯିବ। ମୁଁ ତୁମକୁ ଏହି ସବୁ ରେଖାର ଲମ୍ବ କହିଦଉଛି। ତୁମେ ସୀମାର ଲମ୍ବକୁ ହିସାବ କରି ମୋତେ କୁହ। ଠିକ୍ ଅଛି, ସମସ୍ତ ରେଖାର ଲମ୍ବ ମୋତେ କୁହ। ଏହି ରେଖାର ଲମ୍ବ ହେଉଛି 9 ମିଟର। ସେହି ଉପର ରେଖାର ଲମ୍ବ ମଧ୍ୟ 9 ମିଟର ଅଟେ। ତଳ ରେଖାର ଲମ୍ବ ହେଉଛି 21 ମିଟର ଏବଂ ଏହି ତେରଛା ରେଖାର ଲମ୍ବ ହେଉଛି 15 ମିଟର। ଠିକ୍ ଅଛି, ଏବେ ମୁଁ ସମସ୍ତ ରେଖାର ଲମ୍ବ ଜାଣିଗଲି। ଏବେ ଏହାକୁ ମିଶାଇ ମୁଁ ଏହି କ୍ଷେତର ସୀମାର ଲମ୍ବ ବିଷୟରେ କହିପାରିବି। 9 ମିଟରରେ 9 ମିଟର ମିଶାଇଲେ ଉତ୍ତର ହେବ 18 ମିଟର। 18 ମିଟରରେ 15 ମିଟର ମିଶାଇଲେ ଉତ୍ତର ହେବ 33 ମିଟର ଏବଂ 33 ମିଟରରେ 21 ମିଟର ମିଶାଇଲେ ଉତ୍ତର ହେବ 54 ମିଟର। ଏହାର ଅର୍ଥ ହେଉଛି ଏହି କ୍ଷେତର ସୀମା 54 ମିଟର ଅଟେ। ହଁ ରେୟାଂସ୍, ତୁମେ ପୁରା ଠିକ୍ କହିଛ। ଠିକ୍ ତ କହିଲି, କିନ୍ତୁ ତମେ ଏହି କ୍ଷେତର ସୀମାର ଲମ୍ବକୁ କାହିଁକି ହିସାବ କରୁଛ? କାରଣ କ୍ଷେତରେ ଫସଲର ସୁରକ୍ଷା ପାଇଁ କ୍ଷେତର ସୀମାରେ କଣ୍ଟା ତାର ଲଗାଇବି, ଯଦ୍ୱାରା ପଶୁମାନେ ଫସଲକୁ ନଷ୍ଟ କରିବେନି। କଣ୍ଟା ତାର ଲଗେଇବା ପାଇଁ କ୍ଷେତର ଲମ୍ବ ମାପିବାର କ'ଣ ଦରକାର ଅଛି? ତାହାକୁ ତ ତୁମେ ସେମିତି ବି କିଣିପାରିବ। ରେୟାଂସ୍ ବାବା, କ୍ଷେତର ସୀମାର ଲମ୍ବକୁ ନ ଜାଣି ତାର କିଣିଲେ ହୁଏତ ତାର କମ୍ ହେଇଯାଇପାରେ ବା ଅଧିକ ତାର ଆସିଯାଇପାରେ। ଛୋଟ ତାର ଆଣିଲେ ପୁଣି ଥରେ ତାର କିଣିବାକୁ ପଡ଼ିବ ଏବଂ ଅଧିକ ତାର ଆଣିଲେ ବଳିଥିବା ତାର କୌଣସି କାମରେ ଲାଗିବନି। ତେବେ ଏହାର ଅର୍ଥ ହେଉଛି ଯେ ସୀମାର ଲମ୍ବର ମାପ ବହୁତ ଦରକାରୀ ଅଟେ। ଯେମିତି ତମେ କହିଲ ଯେ କ୍ଷେତର ଘେରର ଲମ୍ବକୁ ଜାଣି ତମେ ସଠିକ୍ ମାପର ତାର କିଣିପାରିବ, ସେହିପରି ଆଉ କେଉଁ କେଉଁ କାମ ଅଛି ଯେଉଁଥିରେ ସୀମାର ଲମ୍ବ ମାପ କରିବାର ଆବଶ୍ୟକତା ରହିଛି? ସୀମାକୁ ମାପ କରିବାର ଆବଶ୍ୟକତା ଅନେକ କାମକୁ କରିବା ପାଇଁ ହେଇଥାଏ। ଯେପରି ଯଦି ଟେବୁଲ କ୍ଲଥର ଚାରିପାଖରେ ଲେସ୍ ଲଗାଇବାର ଅଛି, ତେବେ ଆମକୁ ଟେବୁଲ କ୍ଲଥର ସୀମା ମାପ ନେବାକୁ ହେବ। ରେସ୍ ଟ୍ରାକ୍ ଯେଉଁଥିରେ ଗାଡ଼ି ବା ମଣିଷମାନେ ଦୌଡ଼ିଥାନ୍ତି, ସେଠାରେ ମଧ୍ୟ ଟ୍ରାକ୍‌ର ସୀମାକୁ ମାପିବା ଦରକାର ହେଇଥାଏ। ଦୁଆରର ପାର୍ଶ୍ୱରେ ମଧ୍ୟ ଏକ ସ୍ୱତନ୍ତ୍ର ପ୍ରକାରର କାଠ ଲଗାଯାଇଥାଏ। ଏଥିପାଇଁ ମଧ୍ୟ ସୀମାକୁ ମାପ କରିବା ଆବଶ୍ୟକ ହୋଇଥାଏ। ବୁଝିପାରିଲି। ଚାଲ ବାପା, ଏବେ ମୋ ସହିତ ପାର୍କକୁ ଚାଲ। ହଁ, ଚାଲ। କ'ଣ ତମେ ଜାଣିଛ ଯେ ପାର୍କର ସୀମାରେ ମଧ୍ୟ ଗ୍ରିଲ୍ ଲଗାଯାଇଛି, ଯେଉଁଥିପାଇଁ ପାର୍କର ସୀମାକୁ ମପାଯାଇଥିବ? ଆଜି ତମେ ଶିଖିଲ ଯେ ସୀମା କ'ଣ ଅଟେ, ସୀମାର ଲମ୍ବକୁ ମାପିବା କାହିଁକି ଆବଶ୍ୟକ ଅଟେ ଏବଂ ସୀମାର ଲମ୍ବକୁ କିପରି ମାପ କରାଯାଇଥାଏ।